କାରଣ ବହୁତ ଜଣ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଲେ ବି କେତେ ଜଣ ଆସିକି ନାଇଁ ଯୀଶୁଙ୍କ ନାମରେ ବାପ୍ତିସ୍ମ ନେଲେ ହିଁ ସ୍ୱର୍ଗ ବୋଲି ଆଉ ଥରେ ଦଉଛନ୍ତି ପୁଣି। ତ ଦ୍ୱିତୀୟ ଥର ବାପ୍ତିସ୍ମ ଦେଉଛନ୍ତି ଡରାଇକି, କେମିତି କରିକି ଲୋକମାନେ କନଭିନ୍ସ ବି ହେଇଯାଉଛନ୍ତି। ତ ଆଜ୍ଞା ସେମାନଙ୍କ ସହିତ ଡିସ୍କସନ କରିବା ପାଇଁ ଆପଣ କିଛି ମତେ ସାହାଯ୍ୟ କରିପାରିବେ କି ବୋଲି ପଚାରୁଥିଲେ। ତ ମୁଁ ଗୋଟେ କଥା କହିଲି, ଡିସ୍କସନ କଣ କରିବେ, ଯାହାର ଇଚ୍ଛା ସେମାନେ। ଆଉ ଯଦି ଆପଣଙ୍କୁ ଯଦି ଜବରଦସ୍ତି କରୁଛନ୍ତି ମନା କରିବାକୁ ଶିଖନ୍ତୁ। ଟ୍ରାଇ ଟୁ ସେ नो ବସ୍। ଆଉ ଡିସ୍କସନ କରିବେ, ସେମାନେ ତ ଆପଣଙ୍କୁ କିଛି ବୁଝାଇବେ ନା, ସେମିତି ନା ଆପଣ ତାଙ୍କୁ କିଛି ବୁଝାଇବେ। ଦେଖନ୍ତୁ, ଡାଉଟ୍ ଥିବା ଲୋକଙ୍କୁ ବୁଝାଇ ହେବ, କିନ୍ତୁ ଆପଣଙ୍କୁ ପରୀକ୍ଷା କରିବା ଲୋକମାନଙ୍କୁ ବୁଝାଇ ପାରିବେ ନାହିଁ। କାରଣ ସେ ମାଇଣ୍ଡରେ ଫିକ୍ସ ହେଇଯାଇଛି, ଏଇଟା ହିଁ ଗୋଟେ ତାତେ ଯାହା ବିଶ୍ୱାସ କରୁଛି ତାହା ହିଁ ସତ୍ୟ ବୋଲି ଜାଣି ସେ ଫିକ୍ସ ହେଇଯାଇଛି। ଆପଣଙ୍କୁ କଣ ଦ୍ୱନ୍ଦ୍ୱରେ ପକାଇବା ପାଇଁ ସେ ଯଦି କ୍ୱେଶ୍ଚନ କରୁଥିବ, ଆପଣ ଯେତେ ସରଳ ମନରେ କୁହନ୍ତୁ ଆଜ୍ଞା, ସେ ଆଉ ଶୁଣିବନି, ହସି ପକାଉଥିବ ମନେ ମନେ। ଏମିତି ଲୋକମାନଙ୍କ ସହିତ ଡିସ୍କସନ କରନ୍ତୁନି, ବୁଝିବା ପାଇଁ ଚେଷ୍ଟା କରନ୍ତୁନି। କାରଣ ବହୁତ ଗୁଡା ଏମିତି ଅଛି ଖ୍ରୀଷ୍ଟୀୟ ସମାଜରେ ଯାହାକୁ କଲ୍ଟ ବୋଲି କହନ୍ତି, CULT, କଲ୍ଟ। କଲ୍ଟ ବୋଲି କହିଲେ ଗୋଟେ ଏମିତି ଗୋଟେ ଦଳ ଯାହା ଏକ ଭ୍ରାନ୍ତିଜନକ ଆତ୍ମା ଦ୍ୱାରା ପରିଚାଳିତ ହୁଏ। ସେଟା ସେମାନେ ମାଇଣ୍ଡ ବ୍ରେନ୍ ୱାଶ ହେଇଯାଆନ୍ତି, ଆଉ ସେମାନେ ନର୍ମାଲ ଖ୍ରୀଷ୍ଟିଆନ ପରି ଦେଖାଯିବେ, ନର୍ମାଲି ବାଇବେଲ ଧରିଲା ପରି ହିଁ ଥିବେ, ନର୍ମାଲି ଗୋଟେ ଆତ୍ମିକ ମନୁଷ୍ୟ ପରି ଦେଖାଯାଆନ୍ତି। ଆରେ ବାପରେ ବଢିଆ ବାକ୍ୟର ଜ୍ଞାନ ଅଛି ବାଓ ବୋଲି ଦେଖାଯାଆନ୍ତି, ବଟ୍ ଆକ୍ଚୁଆଲି ଦେ ଆର୍ ଅ କଲ୍ଟ। ଏକ ଭୁଲ ଶିକ୍ଷାକୁ ଜୋରରେ ଧରିଥିବା କୌଣସି ଗୋଟେ ଦଳ ଯଦି ଅଛନ୍ତି, ସେମାନଙ୍କୁ କଲ୍ଟ ବୋଲି କହନ୍ତି। ଅକଲ୍ଟ ବୋଲି ଆଉ ଗୋଟେ ଥାଏ, ସେ ଟୋଟାଲି ଶୈତାନିକ ଶକ୍ତିରେ ପୂର୍ଣ୍ଣ। ଅକଲ୍ଟ ଅଲଗା, ମନ୍ତ୍ରତନ୍ତ୍ର ବିଦ୍ୟାକୁ ଅକଲ୍ଟ ବୋଲି କହନ୍ତି। ଭୁଲ ଶିକ୍ଷା କି ଭଣ୍ଡ ଶିକ୍ଷାକୁ ଧରିବା ଲୋକମାନଙ୍କର ଦଳକୁ କଲ୍ଟ ବୋଲି କହନ୍ତି। ସେମାନେ ଗୋଟେ ଟାଇପ ଅଫ ଟିପିକାଲ ପିପଲ, ସେମାନେ ଗୋଟେ ଟାଇପର ଅଟନ୍ତି। ଆଉ ଚେଞ୍ଜ ହେବେନି ବ୍ରଦର୍ସ, ଡୋଣ୍ଟ ଟ୍ରାଇ ଟୁ କନଭିନ୍ସ ଦେମ୍। ପ୍ରଭୁଙ୍କର ମହାନ ଅନୁଗ୍ରହ ଥିଲେ କେତେବେଳେ କେ ଜଣେ ପ୍ରଭୁଙ୍କର ଯୋଜନାରେ ଥିଲେ ସେମାନେ ସେଥିରୁ ବାହାରିବେ ସିନା, ସେମାନଙ୍କୁ ଆଉ ଏକ୍ସପ୍ଲେନ କରିକି ବୁଝାଇ ପାରିବେନି ଆପଣ ମାନେ। ତେଣୁ ସେମାନଙ୍କ ସହିତ ଡିସ୍କସନ କରିବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆଗେ ବ୍ୟସ୍ତ ହେଇଯାଉଥିଲି, କାହିଁକି ଶୁଣୁନାହାନ୍ତି, କାହିଁକି ବୁଝୁନାହାନ୍ତି, କଣ ଏଟା କେମିତି ବୁଝାଇଲେ ହେବ, ସେଇଥିପାଇଁ ବିପି ସୁଗର କାହିଁକି ଆସୁଛି ବୁଝୁଛନ୍ତି, ଏଇ ଟେନସନ ପାଇଗା। ପରେ ଯେତେବେଳେ ଈଶ୍ୱରଙ୍କର ଯୋଜନାର ଶିକ୍ଷା ପ୍ରଭୁ ମତେ ଶିଖାଇଲେ, ସେତେବେଳେ ଯାଇକି ରିଲାକ୍ସ ହେଲି। ନହେଲେ କେବେ ପରିତ୍ରାଣ ପାଇବେ? ବିଜାତି ମାନଙ୍କୁ ବି ଦେଖିଲେ, ଏ ପଡ଼ିଶା ଘର ସେ ପଡ଼ିଶା ଘର କେମିତି ପରିତ୍ରାଣ ପାଇବେ? ପ୍ରଭୁ ଏମାନଙ୍କୁ ପରିତ୍ରାଣ ଦିଅ, ପ୍ରଭୁ ତୁମର ଦର୍ଶନ ପ୍ରଦାନ କରେ ଏମାନଙ୍କୁ ସମସ୍ତ। କେତେ କାନ୍ଦୁଥିଲି ବୋଲୁଛନ୍ତି। ଅବଶ୍ୟ ଆମେ କାନ୍ଦିବା କଥା ବି, ଆତ୍ମା ଲାଭ ପାଇଁ ବୋଝଗ୍ରସ୍ତ ବି ହେବା କଥା। ପ୍ରତ୍ୟେକ ଜଣ ପ୍ରଭୁଙ୍କର ପରିଚୟ ପାଆନ୍ତୁ ବୋଲି ଆମର ମନରେ ଭାବିବାର କୌଣସି ଭୁଲ ନୁହେଁ ଆକ୍ଚୁଆଲି। କିନ୍ତୁ ସେଇ ଦାୟିତ୍ୱ ନେଇକି ଆମେ କଣ ହେଇଯାଉ, ଆମେ ବ୍ୟସ୍ତ ହେଇକି ଦେହ ଖରାପ କରିଦେଇଥାଉ। ତ ଏଇ ବ୍ୟସ୍ତତା ନଥାଉ, ଡୋଣ୍ଟ ଗେଟ୍ ଅବଜେସ୍ଡ ୱିଥ ଦ୍ୟାଟ୍। ଅବଜେସନ ମାନେ ଏ ଅଞ୍ଚଳର ପରିତ୍ରାଣ ପାଇଁ ମରିଯିବା ପାଇଁ ଇଚ୍ଛା ଲାଗୁଥିବ। ବହୁତ ଜଣ ଏତେ ଆତ୍ମିକ ବୋଝଗ୍ରସ୍ତ ହୁଅନ୍ତି, ଖୁସି ଲାଗେ। ଇଟ୍ସ ଅ ରାଇଟ୍ ଆଟିଟ୍ୟୁଡ, ଇଟ୍ସ ନଟ୍ ରଙ୍ଗ, ବଟ୍ ଷ୍ଟିଲ୍ ପ୍ରଭୁଙ୍କର ଯୋଜନା କଣ ଜାଣିକି ଆମେ ଗଲେ ଏତେ ବ୍ୟସ୍ତ ହେବୁ ନାହିଁ। ଜଣେ ପ୍ରଭୁଙ୍କର ଦାସ ଥିଲେ ପଞ୍ଜାବରୁ, ଆସୁଥିଲା ଆମର ଓଡ଼ିଶାରେ ବି, ପ୍ରବୀଣ ମୁଡଗିଲ ସାର୍ ବୋଲିକି। ଆରେ ବାପରେ, ହ୍ୱାଟ ଏ ମ୍ୟାନ୍ ଅଫ ଗଡ ହି ଇଜ। ସେ ଅଛନ୍ତି ନା ନାଇଁ ଜଣା ନାହିଁ। ଓ ସେ 20-25 ବର୍ଷ ପୂର୍ବେ ହିଁ ସେ ବହୁତ ଓଲ୍ଡ ଥିଲେ। ସେ ଆସୁଥିଲେ କୋରାପୁଟ, ସିମଲିଗୁଡା, ସୁନାବେଡା, ଜୟପୁରରେ। ତାଙ୍କର ବାଇବଲ ଷ୍ଟଡି ଆଟେଣ୍ଡ କରିଲେ ତାଙ୍କ ସହିତ ବହୁତ ଡିସ୍କସନ କରୁଥିଲି ମୁଁ। ସେ ବି ପ୍ରଥମେ ଟିକେ ଇଏ ଦେଖିଲେ ମତେ, ତାପରେ ଖୁସି ହେଲେ। ଆଉ ମତେ ବହୁତ ପଚାରୁଥିଲା, ଏବେ ମନେ ନଥିବ ମତେ ମତେ ମନେ ମାନେ ମନେ ପକାଇ ପାରିବିନି ଯଦି ଅଛନ୍ତି। ସେ ଏତେ ସୁନ୍ଦର, ମାନେ ଆକ୍ଚୁଆଲି କଦଳୀର ଚୋପା କାଢିକି, ଅଲରେଡି ସଫ୍ଟ ଥାଏ କଦଳୀ, ତାକୁ ବି ଚକଟିକି ବି ଖୁଆଇ ଜାଣନ୍ତି ବାଇବଲକୁ। ସେ ବୁଝାନ୍ତି କି ପ୍ରଭୁଙ୍କର ବାକ୍ୟ ଦ୍ୱାରା ଆମେ କେତେ ରିଲାକ୍ସ ଫିଲ୍ କରିବା କଥା, କେତେ ଶାନ୍ତି ପାଇବା କଥା। ଜଷ୍ଟ ହ୍ୟାଭ୍ ପିସ୍।
ଦେଖନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମିନିଷ୍ଟ୍ରିରେ ଏପଟେ କାର୍ଯ୍ୟ ହେଉଥିଲେ ବି, ଏଠି ମିରାକଲ୍ସ ହେଉଥିଲେ ବି, ଲୋକମାନେ ତାଙ୍କ ପ୍ରଚାର ଶୁଣୁଥିଲେ ବି, ବହୁତ ଆଡଭର୍ସରୀ ସେ ଫେସ୍ କଲେ, ବହୁତ ବିରୋଧ ସେ ଫେସ୍ କରୁଥିଲେ, ବହୁତ ଶତ୍ରୁମାନେ ତାଙ୍କ ପାଇଁ ଉଠିଲେ, ତଥାପି କେତେ ସଫ୍ଟରେ କେତେ କୁଲରେ ସେ ଡିଲ୍ କରୁଥିଲେ କି ନାହିଁ। ରାଗିବାଟା, ଟେନସନ ହେଇଯିବାଟା ନଥିଲା, ଏମିତି କଣ ହେଉଛି ବୋଲି ଚौंकी ଯିବାଟା, ରାଗି ଯିବାଟା, ହେ ମାନଙ୍କ ପାଇଁ ବେକାରରେ ଆସିଲେ ମାନଙ୍କ ପାଇଁ ମରଦରେ ତ ମାନେ କହିଲା ପରେ ଅଭିଶାପ ଦେଲା ପରେ, ନା ନା ନା, ଓକେ ଓକେ ଠିକ है ठीक है ଓକେ। ହଁ, ତାଙ୍କୁ ଟେକିବା ଲୋକମାନଙ୍କୁ, ତାଙ୍କୁ ପ୍ରଶଂସା କରି ଟେକିବା ଲୋକମାନଙ୍କୁ ଦେଖି ଫୁଲି ଯାଇନାହାନ୍ତି, ତାଙ୍କୁ ରାଗିକି ତାଙ୍କୁ ନିନ୍ଦା କରିବା ଲୋକମାନଙ୍କୁ ଦେଖିକି ରାଗି ନାହାନ୍ତି। କୁଲ ସମସ୍ତଙ୍କୁ ଏକ ସମାନ ଡିଲ୍ କଲେ, ଯେମିତି ଯେମିତି କି ଏମିତି ହେବ ବୋଲି ସେ ଆଗରୁ ଜାଣିଛନ୍ତି କହିଲା ପରେ, ସେଥିପାଇଁ କିଛି ରିଆକ୍ଟ କଲେ ନାହିଁ। ଆଉ ଜଣେ ଆସିକି ତାଙ୍କୁ ବିକିଦେଲା, ଏମିତି କେମିତି କରିଲୁ ରେ, ତୁ ମତେ କେତେ ପ୍ରେମ କରୁଥିଲୁ, ତୋତେ हाँ ठीक है ओके फाइन फाइन, क्योंकि वो सब जानते थे क्या क्या होने वाला है, क्या क्या करने वाले ये लोग, योजना जानी थी बारू रिएक्ट करले नहीं। ଆଉ हाँ कौन बाकी ରହିଗଲା, हाँ ତୁମକୁ ମତେ ଜଣେ ମତେ ବିକିବାର ଅଛି, ଶୀଘ୍ର ଯାଅ, ସେ କାମ ସାରୁ, ଟାଇମ ହେଲାଣି। ହଁ, ନେକ୍ସଟ କଣ ହେବ ସେଇ କହୁଛନ୍ତି, ତୁମ ଜୀବଦା ତୋର ଗୋଟେ କାମ ଥିଲା, ଯାଅ, ଜଗିଛନ୍ତି ସେଠି। ହଁ ହଁ ସାର୍ ଯାଉଛି, ଚିନ୍ତା ବି କରଲା ନାହିଁ, ଏ କେମିତି ଜାଣିଛନ୍ତି ପ୍ରଭୁ ଆମେ ତୁମ ପାଇଁ ମରିଯିବୁ, ତୁମ ପାଇଁ ଇଏ ହେଇଯିବୁ, ନାଇଁ ବାବୁ ତୁମମାନଙ୍କୁ ମତେ ଜଣେ ମତେ ବିକିଦେବ, ମୁଁ ଜାଣିଛି। ଆମେ ତ ବ୍ୟସ୍ତ ହେଇ ହାର୍ଟ ଆଟାକ୍ ପଳେଇ ଆସିବ ଏମିତି କୋଉଠି କରୁଛନ୍ତି ବୋଲି। ନା, ପଏଣ୍ଟ ରହିଲା, नो द ପ୍ଲାନ୍ ଅଫ ଗଡ୍, ଦେନ୍ ୟୁ ୱିଲ୍। କଣ ପ୍ଲାନ ର କଣ ଜଣା ପଡୁଛି, ମାନେ ସମସ୍ତେ ମନୋନୀତ ନୁହନ୍ତି। ଯଦି ମନୋନୀତ, ଯେମିତି ସେମିତି, ୟା ତ ସତ୍ୟତା ତୁମକୁ ଧରିବ, ନହେଲେ ତମେ ଖୋଜି ଖୋଜି ସତ୍ୟତାକୁ ଧରିବ, କିନ୍ତୁ ଲାଷ୍ଟ ମୋମେଣ୍ଟରେ ହାଜର ହେଇଯିବ ସେଠି। ଆଉ ମୁଁ ପ୍ରଥମ ଥର ଯେତେବେଳେ ବାପ୍ତିସ୍ମ ଦେଇଥିଲି ନବରଙ୍ଗପୁରରେ, ଗୋଟେ 10 ଲୋକ ବାହାରି ଥିଲେ, ବାହାରିଲା ବେଳକୁ ଆମେ ଆଉ ଗୋଟେ ଗାଁକୁ ଗଲୁ, ଦେଦେଶପାଲିରୁ ଆମର ଭଉଣୀ ମାନେ ଜଏନ କରନ୍ତି କି ନାଇଁ, ଇସାକ ବାବୁ, ଆମର ମରିୟମ, ସୋନାଲି, ଏମାନେ ସବୁ ସେଠି ଯାଇକି ବସିଥିଲୁ। ଏଇ ଭିତରେ ଆଉ ଜଣେ ବାବୁ ସେଠି ବସିଛନ୍ତି। ଆଉ କିଏ ଏଟା ବୋଲ, ନାଇଁ ଜେପସେନ ସୁନା। ଆଚ୍ଛା, ଆମର ବାଇବେଲ ଷ୍ଟଡିରେ ତାଙ୍କୁ କେବେ ଦେଖିନି ମୁଁ, ଆମର ସେ ଛୋଟ ଛୋଟ କଟେଜ ପ୍ଲେଟରେ ଦେଖିନି ତାଙ୍କୁ, ଆଗରୁ ଆଗରୁ ଆମେ ଗଣିବା ହିସାବରେ ତ ଭାଇ ନାହାନ୍ତି। ଆସିକି ବାପ୍ତିସ୍ମ ନେଲେ, ଆଜି ସେ ବେହେରାଗୁଡାରେ ସେ ପାଷ୍ଟର ହେଇଛନ୍ତି। ମାନେ ଆମର ସଭା ମାନଙ୍କରେ, ଆମର କଟେଜ ପ୍ରେୟରରେ, ଆମର ସାହିର ପ୍ରାର୍ଥନାରେ ବାକ୍ୟ ଶୁଣିକି ବହୁତ ଲୋକ ପ୍ରସ୍ତୁତ ହେଲେ, ବହୁତ ଜଣ ପଛଘୁଞ୍ଚ ହେଇଗଲେ, ବହୁତ ଜଣ ରାଗି ଗଲେ, ଏ ଭାଇ କୋଉଠି ଥିଲେ ଜଣା ନାହିଁ, ବୁଲି ବୁଲି ବୁଲିକି ବାପ୍ତିସ୍ମ ଦିନରେ ଆସି ଯାଇକି ହାଜର ହେଇଯାଇଛନ୍ତି। ଆଉ ଆଗରୁ ଆମର ଟାର୍ଗେଟ ନଥିଲା, ଆମ ଟାର୍ଗେଟରେ ନଥିଲେ ସେ ଭାଇ, ଲାଷ୍ଟ ମୋମେଣ୍ଟରେ ଯାଇକି ବସୁଛନ୍ତି। କଣ ନାହିଁ, ଆଜି ବାପ୍ତିସ୍ମ ନ ନେଲେ ଆଉ କେବେ ବି ପାରିବିନି ପରି ଲାଗୁଛି, ସତ୍ୟତା ଜାଣିଲି। ୱାଓ, ସେଇଟା ମୁଁ କହୁଛି, ପ୍ରଭୁଙ୍କର ଯୋଜନାରେ ଯଦି ଅଛନ୍ତି, ବୁଲି 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 ଆସିକି ଛିଡା ହେଇଯିବେ। ଆଜି ଦେଖା ନ ଗଲେ ବି କେତେ ଜଣ ଲାଷ୍ଟ ମୋମେଣ୍ଟରେ ଲାଇନରେ ଥିବେ, ଆମେ ଛାନିଆ, ଏ କେବେ ଆସିଲା, ନାଇଁ ଆଜ୍ଞା ଆମେ ଫଲୋ କରିଥିଲୁ, ଭୁଲ କହିବେ, ୟୁଟ୍ୟୁବରେ ବହୁତ ଜଣ ଭାଇ ମାନେ ଭଉଣୀ ମାନେ ନ ଜାଣିକି ସିକ୍ରେଟଲି ଫଲୋ ହଉଛନ୍ତି। ଯୋଜନାରେ ଥିବା ଲୋକମାନଙ୍କୁ ରାଜିଭାଇ ଧରିବା ଦରକାର ନାହିଁ, ଯୋଜନାରେ ଥିବା ଲୋକମାନେ ଗ୍ରୁପରେ ଥିବା ଦରକାର ନାହିଁ, ଯୋଜନାରେ ଥିବା ଭାଇ ଭଉଣୀ ମାନେ ଜୁମରେ ଜଏନ ହେବା ଦରକାର ନାହିଁ, କି ୟୁଟ୍ୟୁବରେ ସବୁବେଳେ ଦେଖାଯିବା ଦରକାର, ବଟ୍ ସେମାନେ ସତ୍ୟତାକୁ ଧରି ନିଅନ୍ତି, କିମ୍ବା ସତ୍ୟତା ହେଲେ ସେମାନଙ୍କୁ ଧରି ଦିଏ, ଯାହାକି ସେମାନେ ଛଡାଇ ବି ପାରିବେ ନାହିଁ ଯୋଜନାରେ ଥିବାର। ଆଜ୍ଞା, ଆମର ପ୍ରାର୍ଥନା କଣ କହିବି ନା, ଆକୁ ରକ୍ଷା କର, ତାକୁ ରକ୍ଷା କର, ଠିକ ଅଛି, ପ୍ରାର୍ଥନା କଲେ ତ କଲେ, ମନ ନାହିଁ ତ, ପଏଣ୍ଟ ରହିଲା, ତୁମେ ଯେଉଁ ଅନୁଗ୍ରହରେ ଆମକୁ ମନୋନୀତ କରିଛ ବୋଲି ପ୍ରଭୁ ଆମେ ଭାବୁଛୁ, ବିଶ୍ୱାସ କରୁଛୁ, କି ଯେଉଁ ଯୋଜନାରେ, ଯେଉଁ ଅନୁଗ୍ରହରେ ଏଇ ସତ୍ୟ ବାକ୍ୟ ଆମ ନିକଟକୁ ପ୍ରଭୁ ତୁମେ ପହଞ୍ଚାଇଲ, ସେହି ଅନୁଗ୍ରହ ସେ ଭାଇଙ୍କୁ, ଏ ଭଉଣୀକୁ ତୁମେ ପ୍ରଦାନ କର ବୋଲି ପ୍ରାର୍ଥନା କରିବାର। ଆମେ ଡିସ୍କସନ କରିକି ଆମେ ବାକ୍ୟ କହି ରାଜୀବ ଭାଇ ବୁଝାଇଲେ ବି ବୁଝିବେ ବୋଲି ଭାବୁଛନ୍ତି, ଯୀଶୁ ଖ୍ରୀଷ୍ଟ ବୁଝାଇଲେ ବି ଶାସ୍ତ୍ରୀ ପାରିଶ ମାନେ ବୁଝିଲେ ତ ନାହିଁ, ଆଉ ରାଜୀବ ଭାଇ କୁଆଡେ ବୁଝାଇ ପାରିବେ।
ଯୋଜନାରେ ନଥିବା ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟ ବସିକି ବୁଝାଇଲେ ବି ବୁଝିବେ ନାହିଁ। ଯୋଜନାରେ ନଥିବା ଲୋକମାନଙ୍କୁ ପାଉଲ ବୁଝାଇଲେ ବି ବୁଝିଲେ ନାହିଁ। ଆଜ୍ଞା ଆମେ କିଏ? ଯୀଶୁ ଖ୍ରୀଷ୍ଟଙ୍କ ଭଳି ଗୋଟେ ବିଶେଷ ବକ୍ତା ଯଦି ରିଜେକ୍ଟେଡ ହେଇଗଲେ, ତୁଚ୍ଛୀକୃତ ହେଲେ ସେ କାଳରେ, ପାଉଲଙ୍କ ଭଳି ଗୋଟେ ପରଫେକ୍ଟ ପ୍ରିଚର ସ୍ପିକର ଯଦି ସେଇ କାଳର ଲୋକମାନଙ୍କ ଦ୍ୱାରା ରିଜେକ୍ଟ କରାଗଲେ, ତ ଆମେ ରିଜେକ୍ଟ ହେବାଟା ବଡ କଥା ବିଲକୁଲ ନାହିଁ। ଯାଇକି ସେମାନେ ଗୋଡ ଧରି ଦାଢି ଧରି ଗୋଡ ଧରି ଦାଢ ଧରି ବୁଝାନ୍ତୁ ନାହିଁ। ରାଇଟ୍ ପ୍ରାଇଜ ପଏଣ୍ଟ ରହିଲା।